ଏତେ ଟେନସନ୍ ହେଉଛ କରିହେବନି କ'ଣ ଏଇଟା ରକେଟ୍ ସାଇନ୍ସ କ'ଣ ଓଡ଼ିଆ ଅନର୍ସ ନେଇକିନା ଯଦି କରିହେବ ନାହିଁ ତ ତାହେଲେ ଲାଭ କ'ଣ? ଭଲସେ ବୁଝ ଠିକ୍ ଅଛି। ଏକ୍ଜାମ୍ ବହୁତ ହି କମ୍ ଦିନ ଅଛି ତ ଏଇ କମ୍ ଦିନ ଭିତରେ ଆମେ କେମିତି ଭଲ ସ୍କୋର କରିପାରିବା ସେଇ ହିସାବରେ ପଢ଼ିବା ନା। ଯେଉଁଟା ଏକ୍ଜାମ୍ ପାଇଁ ଏକ୍ଜାକ୍ଟଲି ଜରୁରୀ ଆମେ ସେଇଟା ହିଁ ପଢ଼ିବା। ବାହାର କଥା କ'ଣ ପାଇଁ ଡିସ୍କସ୍ କରିବା ଠିକ୍ ଅଛି। ଯେଉଁଟା ଜରୁରୀ ଏବେ କେମିତି ପଢ଼ିଲେ ବହୁତ କମ୍ ଦିନ ଅଛି ଆଉ ଏକ୍ଜାମ୍କୁ ମାତ୍ର କେତେ 25 ଦିନ ବି ନାହିଁ ଆହୁରି କମ୍ ଦିନ ଅଛି। ତ ଏଇ 25 ଦିନ ଭିତରେ ଆମେ କିପରି ଭାବରେ ଏକ୍ଜାମ୍ରେ ଭଲ 100% ଆମର ଦେବା ଠିକ୍ ଅଛି। ଆମର ଯେତିକି ଅଛି ଦକ୍ଷତା ଆମେ ଯେତିକି ଦେଇପାରିବା ଚେଷ୍ଟା ତ କରି ଚାଲିବା ନା ଯେତିକି ବେଟର୍ ହେବ। ସୋ ଭିଡ଼ିଓରେ ଯୋଡ଼ିକି ରୁହନ୍ତୁ ଆଉ ଯେଉଁଟା ଦରକାର ସେଇଟା ହିଁ ପଢ଼ନ୍ତୁ। ଦେଖନ୍ତୁ ଆମର ବେଶୀ ସମୟ ପଢ଼ିଲେ କ'ଣ ହେଉଛି ନିଦ ଲାଗୁଛି କି ପଢ଼ି ବୋର୍ ଯେତେବେଳେ ହେଇଯାଉଛ ଏଇ ଭିଡ଼ିଓଟା ଅଛି ଷ୍ଟଡି ରିଲେଟେଡ୍ ଭିଡ଼ିଓ ଯେତିକି ସବୁ ଅଛି ଚଲେଇକି ତୁମେ ବସିଯାଅ ଗୋଟେ ଜାଗାରେ ସାଇଲେଣ୍ଟ ହେଇକି ଏବଂ ଏଗୁଡ଼ିକ ଶୁଣ। ଏଗୁଡ଼ିକ ଶୁଣିବା ଦ୍ୱାରା ମଧ୍ୟ ମନେ ରହିଥାଏ। ପଢ଼ିଲେ ଯେତିକି ମନେ ରହିବ ଏ ଭିଡ଼ିଓ ଗୁଡ଼ିକ ଶୁଣିକି ବି ମଧ୍ୟ ସେତିକି ମନେ ରଖିପାରିବ ଠିକ୍ ଅଛି। ତ ଭିଡ଼ିଓ ଗୁଡ଼ିକ ପୁରା ଦେଖ ବୁଝ ପୁରା ମାନେ ମାଇଣ୍ଡଲି ଶୁଣ ହେଲା। ମାଇଣ୍ଡକୁ ଡିଷ୍ଟ୍ରାକ୍ସନ୍ ଇଆଡ଼େ ଟିକେ ଭିଡ଼ିଓ ଦେଖୁଥିବ ରିଲ୍ ଗୋଟେ ନୋଟିଫିକେସନ୍ ଆସିଲା ସେଠି କ୍ଲିକ୍ କରିଦେବ ପଳେଇବ ଇନଷ୍ଟାଗ୍ରାମ ହ୍ୱାଟ୍ସଆପ୍ ସେମିତି କର ନାହିଁ। ଯଦି ଭିଡ଼ିଓ ଦେଖୁଛ ସେ ଭିଡ଼ିଓ ନେଇ ଯୋଡ଼ିକି ରୁହ ଆଉ ଇଆଡ଼େ ସିଆଡ଼େ ଡିଷ୍ଟ୍ରାକ୍ସନ୍ ହେବ ନାହିଁ। ଯଦି ସେଇ ତାପରେ ହିଁ ପାଠ ମନେ ରହିବ ଯଦି ଡିଷ୍ଟ୍ରାକ୍ସନ୍ ହେବ ସେମିତି ପାଠ ମନେ ରହିବନି। ପାଠ ବୁଝ ଏକ୍ଜାମ୍ କମ୍ ଦିନ। ଶବ୍ଦ ଯୁଗର ଶେଷ ଭାଗରେ କାହାର ପୃଷ୍ଠପୋଷକତାରେ କଳିଙ୍ଗ ଐତିହାସିକ ଗବେଷଣା ସଂସ୍ଥା ପ୍ରତିଷ୍ଠା କରାଯାଇଥିଲା? ନା ଶବ୍ଦ ଯୁଗର ଶେଷ ଭାଗରେ କଳାହାଣ୍ଡି ରାଜ ପରିବାରର ପୃଷ୍ଠପୋଷକତାରେ କଳିଙ୍ଗ ଐତିହାସିକ ଗବେଷଣା କରାଯାଇଥିଲା। କାରଣ ଦେଖ କଳାହାଣ୍ଡି ପରିବାରର ପୃଷ୍ଠପୋଷକତାରେ କଳିଙ୍ଗ ଐତିହାସିକ ଗବେଷଣା ସଂସ୍ଥାରେ କେଉଁ ଗବେଷଣାମାନେ କାର୍ଯ୍ୟ କରୁଥିଲେ? ନା କଳିଙ୍ଗ ଐତିହାସିକ ଗବେଷଣା ସଂସ୍ଥାରେ ଗବେଷକ ପୂର୍ଣ୍ଣଚନ୍ଦ୍ର ରଥ ଐତିହାସିକ ସତ୍ୟନାରାୟଣ ରାଜଗୁରୁ ଓ କେଦାରନାଥ ମହାପାତ୍ର ଇତିହାସ ସାହିତ୍ୟ ଓ ସଂସ୍କୃତ ଗବେଷଣା ପାଇଁ କାର୍ଯ୍ୟ କରୁଥିଲେ। କେଉଁମାନେ? ନା କଳିଙ୍ଗ ଐତିହାସିକ ଗବେଷଣା ସଂସ୍ଥାରେ ଗବେଷକ ପୂର୍ଣ୍ଣଚନ୍ଦ୍ର ରଥ ତାପରେ ଐତିହାସିକ ସତ୍ୟନାରାୟଣ ଗୁରୁ ଓ କେଦାରନାଥ ମହାପାତ୍ର ଏହି 3 ଜଣ ସାହିତ୍ୟ ସଂସ୍କୃତି ଗବେଷଣା ପାଇଁ କାର୍ଯ୍ୟ କରିଥିଲେ। ସୌର ଯୁଗର ଶେଷ ପର୍ଯ୍ୟାୟରେ ଲେଖନୀ ଧାରଣା କରିଥିବା ପ୍ରାବନ୍ଧିକଙ୍କ ନାମ କ'ଣ? ସବୁଜ ଯୁଗର ଶେଷ ପର୍ଯ୍ୟାୟରେ ଲେଖନୀ ଧାରଣା କରିଥିବା ପ୍ରାବନ୍ଧିକମାନେ ହେଲେ ରତ୍ନାକର ପତି ଆଉ ଗୋଟେ ବିପିନ ବିହାରୀ ରାୟ, ଗିରିଜା ଶଙ୍କର ରାୟ, ମୋହନୀ ମୋହନ ସେନାପତି, ବିରୁପାକ୍ଷ କର, କୁଳମଣି ଦାସ, ଜଗଦାନନ୍ଦ ମହାନ୍ତି ପ୍ରମୁଖ ପ୍ରାବନ୍ଧିକ କ'ଣ? ଶବ୍ଦ ଯୁଗ ଶେଷରେ କେଉଁ ପତ୍ରିକା 1926 ମସିହାରେ ପ୍ରକାଶିତ ହୋଇଥିଲା? ନା ଶବ୍ଦ ଯୁଗର ଶେଷରେ ବାରୁଣୀ ନାମକ ଏକ ପତ୍ରିକା 1926 ମସିହାରେ ପ୍ରକାଶିତ ହୋଇଥିଲା। 1926 ମସିହାରେ ମାସିକ ପତ୍ରିକା ସହକାର ମାତୃଭୂମିର ପ୍ରଥମେ ସାପ୍ତାହିକ ଓ ପରେ ଦୈନିକ ସମ୍ପାଦକ କିଏ ଥିଲେ? ନା ମାସିକ ପତ୍ରିକା ସହକାର ଓ ମାତୃଭୂମିର ପ୍ରଥମେ ସାପ୍ତାହିକ ଓ ପରେ ଦୈନିକ ସମ୍ପାଦକ ଥିଲେ ବାଳକୃଷ୍ଣ କର। ଚନ୍ଦ୍ରଗୁପ୍ତ ଓ ଶିବଦାସ ନାଟକ କାହାର ରଚନା? ଚନ୍ଦ୍ରଗୁପ୍ତ ଓ ଶିବଦାସ ନାଟକ ବାଳକୃଷ୍ଣଙ୍କର ରଚନା। ସୌଜ ଯୁଗରେ ଶେଷ ଭାଗରେ ବେଶ ପରିଚିତ ଲାଭ କରିଥିବା କେତେ ଜଣ ନାଟ୍ୟକାରଙ୍କ ନାମ କ'ଣ? ସୌଜ ଯୁଗରେ ଶେଷ ଭାଗରେ ଅଶ୍ୱିନୀ କୁମାର ଘୋଷ, କାର୍ତ୍ତିକୀ କୁମାର ଘୋଷ, ତାପରେ ଲାଲା ନରେନ୍ଦ୍ର କୁମାର ରାୟ, ରମାରଞ୍ଜନ ମହାନ୍ତି, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ନାମରେ ବେଶ ପରିଚିତ ଲାଭ କରିଥିଲେ। ସଚ୍ଚିଦାନନ୍ଦ ରାଉତରାୟ କେଉଁ ଯୁଗରେ କବି ରୂପରେ ପରିଚିତ ଓ କବିଙ୍କର 5 ଗୋଟି କବିତା ସଂକଳନର ନାମ ଲେଖ? ସଚ୍ଚିଦାନନ୍ଦ ରାଉତରାୟ ପ୍ରଗତି କବି ରୂପେ ପରିଚିତ କବିଙ୍କର 5 ଗୋଟି କବିତା ସଂକଳନ ହେଉଛି କ'ଣ? ସ୍ୱଗତ, ତାପରେ ଅଭିଜ୍ଞାନ, ପାଥେୟ, ହସନ୍ତ ଆଉ ଗୋଟେ କବିତା 1962। ସଚ୍ଚିଦାନନ୍ଦ ରାଉତରାୟଙ୍କର ପଲ୍ଲୀଶ୍ରୀ ପାଣ୍ଡୁଲିପି ମଶାଣିର ଫୁଲ କେଉଁ ମସିହାରେ ପ୍ରକାଶିତ ହୋଇଥିଲା? ନା ସଚ୍ଚିଦାନନ୍ଦ ରାୟଙ୍କର ବାଜି ରାଉତ ଯେଉଁଟାକି 1941 ମସିହାରେ ପ୍ରକାଶିତ ହୋଇଥିଲା। ତାପରେ ପଲ୍ଲୀଶ୍ରୀ 1942, ପାଣ୍ଡୁଲିପି 1946, ମଶାଣି ଫୁଲ 1946। ଏଇଟା ଠିକ୍ ଅଛି। ପାଣ୍ଡୁଲିପି ଆଉ ମଶାଣିର ଫୁଲ ସେଟା 1946ରେ ହେଇଥିଲା। ପ୍ରଗତିବାଦୀ ଯୁଗ ଚେତନାର ବାର୍ତ୍ତାବହ ରୂପେ କବି କେଉଁ କବିଙ୍କୁ ଗ୍ରହଣ କରାଯାଏ? ପ୍ରଗତିବାଦୀ ଯୁଗ ଚେତନାର ବାର୍ତ୍ତାବହ ରୂପେ କବି ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଗ୍ରହଣ କରାଯାଏ। କବି ରାଧାମୋହନ ଗଡ଼ନାୟକଙ୍କର 5 ଗୋଟି କବିତା ସଂକଳନର ନାମ ଲେଖ। କବି ରାଧାମୋହନ ଗଡ଼ନାୟକଙ୍କର 5 ଗୋଟି କବିତା ସଂକଳନର ନାମ ହେଲା କାବ୍ୟନାୟିକା, ଉତ୍କଳିକା, କୈଶୋରିକା,
শামুকার স্বপ্ন ও পশু পক্ষীর কাব্য। সূর্য ও অন্ধকার কেউଁ কবিଙ୍କର কবিতা সংকলন গ্রন্থ? সূর্য ও অন্ধকার প্রগতিবাদী কবি রাধামোহন পଟ୍ଟନାୟକଙ୍କର କବିତା ସଂକଳନର ଗ୍ରନ୍ଥ। ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କର ତିନି ଗୋଟି କବିତା ସଂକଳନ ପ୍ରକାଶିତ ମସିହା ସହ ଉଲ୍ଲେଖ କର। ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ତିନି ଗୋଟି କବିତା ସଂକଳନ ହେଲା ରକ୍ତଶିଖା 1930 ମସିହା, ତର୍ପଣ କରେ ଆଜି 1948 ମସିହା, ଆଉ ଗୋଟେ ଶାନ୍ତିଶିଖା 1952 ମସିହା। କବି ଅନନ୍ତ ପଟ୍ଟନାୟକ କେଉଁ କବିତା ସଂକଳନ ଗ୍ରନ୍ଥଦ୍ୱୟରେ ସାଧାରଣ କଥିତ ଗ୍ରାମ୍ୟ ଭାଷାର ପ୍ରୟୋଗ କରିଛନ୍ତି? କବି ଅନନ୍ତ ପଟ୍ଟନାୟକ ଅଲୋଡ଼ା ଲଡ଼ା ଓ ଛାଇର ଛିଟା। କବି ଅନନ୍ତ ପଟ୍ଟନାୟକଙ୍କର ଅଲୋଡ଼ା ଲଡ଼ା ଆଉ ଗୋଟେ ଛାଇର ଛିଟା କବିତା ସଂକଳନ ଗ୍ରନ୍ଥଦ୍ୱୟରେ ସାଧାରଣ କଥିତ ଗ୍ରାମ୍ୟ ଭାଷାର ପ୍ରୟୋଗ କରିଥିବାର ଜଣାଯାଏ। ଗାଉଁଲି ଭାଷାର ସେମାନେ ଏଇ ଦୁଇଟି ଅଛି ଅଲୋଡ଼ା ଲଡ଼ା ଆଉ ଗୋଟେ ଛାଇର ଛିଟା, ଏଇ ଦୁଇଟି ସେମାନେ ଗାଉଁଲି ଭାଷାରେ କିଛି ପ୍ରୟୋଗ କରିଛନ୍ତି ଗାଉଁଲି ଭାଷାରେ। ଠିକ୍ ଅଛି। ପ୍ରଗତିବାଦୀ କବି ମନମୋହନ ମିଶ୍ରଙ୍କର କେତୋଟି କାବ୍ୟ ସଂକଳନର ନାମ ଲେଖ। ପ୍ରଗତିବାଦୀ ମନମୋହନ ମିଶ୍ର କେତେ ଗୋଟି କବିତା ସଂକଳନର ନାମ ହେଲା କଣ୍ଠେ, କଟି କଣ୍ଠେ, ନୂଆ କପଟିଏ ଲେଖ, ଆବାଜ ଓ ଜନତାର ଜୟଗାନ। କେଉଁ କବିମାନଙ୍କୁ ପ୍ରଗତିବାଦୀ ଯୁଗର କବି ରୂପେ ଗ୍ରହଣ କରାଯାଏ? ନା କବି ସଚ୍ଚିଦାନନ୍ଦ ରାଉତରାୟ, ଅନନ୍ତ ପଟ୍ଟନାୟକ, ମନମୋହନ ମିଶ୍ର ଆଉ ଗୋଟେ ସୁନନ୍ଦ କର ପ୍ରମୁଖ କବିମାନଙ୍କୁ ପ୍ରଗତିବାଦୀ ଯୁଗର କବି ରୂପରେ ଗ୍ରହଣ କରାଯାଏ। ପ୍ରଗତିବାଦୀ କାବ୍ୟଧାରାର ସମୟ କେବେ? ନା ପ୍ରଗତିବାଦୀ କାବ୍ୟଧାରାର ସମୟ 1936 ମସିହାରୁ ଆରମ୍ଭ ହୋଇ 1946 ମସିହାରେ ସରିଥିବା କଥା ଇତିହାସକାରଗଣ ଅନୁମାନ କରିଥାନ୍ତି। ଓଡ଼ିଆ ଭାଷା ସାହିତ୍ୟରେ ସାମଗ୍ରିକ କୃତି ପାଇଁ କିଏ 1986 ମସିହାରେ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ? ନା ଓଡ଼ିଆ ଭାଷା ସାହିତ୍ୟରେ ସାମଗ୍ରିକ କୃତି ପାଇଁ ପ୍ରଗତିବାଦୀ କବି ସଚ୍ଚିଦାନନ୍ଦ ରାଉତରାୟ 1986 ମସିହାରେ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ। କେବେ ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ରୂପେ ପରିଗଣିତ ହେଲା? କେବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ପରିଗଣିତ ହୋଇଥିଲା? 1936 ମସିହା। 1936 ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ପରିଗଣିତ ହେଲା। 1936 ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପରେ ପରିଗଣିତ ହେଲା। ଓଡ଼ିଆ ସାହିତ୍ୟରେ ସାମ୍ୟବାଦୀ ଚିନ୍ତାଧାରାର ଭାଗୀରଥୀ କିଏ ଥିଲେ? ନା ଓଡ଼ିଆ ସାହିତ୍ୟରେ ସାମ୍ୟବାଦୀ ଚିନ୍ତାଧାରାର ଭାଗୀରଥୀ ଥିଲେ ଭଗବତୀ ଚରଣ ପାଣିଗ୍ରାହୀ। ଭଗବତୀ ଚରଣ ପାଣିଗ୍ରାହୀ କେବେ ଜନ୍ମଗ୍ରହଣ ହୋଇଥିଲେ ଓ କେବେ ମୃତ୍ୟୁବରଣ ହୋଇଥିଲେ? ଭଗବତୀ ଚରଣ ପାଣିଗ୍ରାହୀ 1907 ମସିହାରେ ଜନ୍ମଗ୍ରହଣ କରିଥିଲେ, 1943 ମସିହାରେ ମୃତ୍ୟୁବରଣ କରିଥିଲେ। ଭାଗୀରଥୀ ଚରଣ କେଉଁ ସାଂସ୍କୃତିକ ଅନୁଷ୍ଠାନ ଗଢ଼ିଥିଲେ? ନା ଭାଗୀରଥୀ ଚରଣ ଯୁଗରେ ନବଯୁଗ ସାହିତ୍ୟ ସମ୍ପଦ ନାମରେ ଏକ ସାହିତ୍ୟିକ ଅନୁଷ୍ଠାନ ଗଢ଼ିଥିଲେ। ନବଯୁଗ ସାହିତ୍ୟ ସମ୍ପଦ ସଂସ୍କୃତି ଅନୁଷ୍ଠାନର ମୁଖପତ୍ର ନାମ କ'ଣ? ନବଯୁଗ ସାହିତ୍ୟ ସମ୍ପଦ ସାଂସ୍କୃତିକ ଅନୁଷ୍ଠାନର ମୁଖପତ୍ରର ନାମ ଥିଲା ଆଧୁନିକ। ଏହା ଥିଲା ଏକ ମାସିକ ପତ୍ରିକା। ଏହା ଥିଲା ଗୋଟେ ମାସିକ ପତ୍ରିକା। ଶିକାର ଗଳ୍ପ କାହାର ରଚନା? ବହୁଚର୍ଚ୍ଚିତ ଶିକାର ଗଳ୍ପ ଭଗବତୀ ଚରଣ ପାଣିଗ୍ରାହୀଙ୍କର ରଚନା। ପାଣ୍ଡୁଲିପି କେଉଁ ଯୁଗର ଉଲ୍ଲେଖଯୋଗ୍ୟ ସଂକଳନ? ସଚ୍ଚିଦାନନ୍ଦ ରାଉତରାୟ ପାଣ୍ଡୁଲିପି ପ୍ରଗତିବାଦୀ ଯୁଗର ଏକ ଉଲ୍ଲେଖନୀୟ ସଂକଳନ। କେଉଁ କବିତା ମଧ୍ୟରେ ସଚ୍ଚିଦାନନ୍ଦଙ୍କର କବି ଚୈତନ୍ୟ ଓ ସୁଦୃଢ଼ ବ୍ୟକ୍ତି ସ୍ୱତନ୍ତ୍ର ପ୍ରତିଷ୍ଠା କରିଛି? ବାଜିରାଉତ କବିତା ମଧ୍ୟରେ ସଚ୍ଚିଦାନନ୍ଦଙ୍କର କବି ଓ ଚୈତନ୍ୟ ଓ ସୁଦୃଢ଼ ବ୍ୟକ୍ତି ସ୍ୱତନ୍ତ୍ର ପ୍ରତିଷ୍ଠା କରିଥିବାର ଜଣାଯାଏ। କବି ସଚ୍ଚିଦାନନ୍ଦ ରାଉତରାୟ କେବେ ଜନ୍ମଗ୍ରହଣ କରିଥିଲେ ଓ କେବେ ମୃତ୍ୟୁବରଣ କରିଥିଲେ? କବି ସଚ୍ଚିଦାନନ୍ଦ ରାଉତରାୟ 1916 ମସିହାରେ ଜନ୍ମଗ୍ରହଣ କରିଥିଲେ ଓ 2004 ମସିହାରେ ମୃତ୍ୟୁବରଣ କରିଥିଲେ। କବି ରାଧାମୋହନ ପଟ୍ଟନାୟକ କେବେ ଜନ୍ମଗ୍ରହଣ କରିଥିଲେ ଓ କେବେ ପରଲୋକ ହୋଇଥିଲେ? ଏଇଟା ହେଉଛି ରାଧାନାଥ ଗଡ଼ମୋହନ 1921ରେ ଜନ୍ମଗ୍ରହଣ କରିଥିଲେ ଓ 2000 ମସିହାରେ ପରଲୋକ ଦାନ କରିଥିଲେ ବା ମୃତ୍ୟୁବରଣ କରିଥିଲେ। କବି ଅନନ୍ତ ପଟ୍ଟନାୟକ କେବେ ଜନ୍ମଗ୍ରହଣ କରିଥିଲେ? ଅନନ୍ତ ପଟ୍ଟନାୟକ 1913 ମସିହାରେ ଜନ୍ମଗ୍ରହଣ କରିଥିଲେ। ପ୍ରଗତିବାଦୀ ଯୁଗର ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କର 5 ଗୋଟି ଉପନ୍ୟାସର ନାମ ଲେଖ। ପ୍ରଗତିବାଦୀ ଯୁଗର ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କର 5 ଗୋଟି ଉପନ୍ୟାସ ହେଲା ହାଓନା, ସ୍ନାସ୍ତି,
ତାପରେ ତୁଣ୍ଡବାଇଦ ବଜ୍ରବାହୁ ଆଉ ଗୋଟେ ଆଦେଖା ହାତ ଆଦେଖା ହାତ ଆଦେଖା ହାତ। ପ୍ରଗତିବାଦୀ ଯୁଗର ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର 5 ଗୋଟି ଉପନ୍ୟାସର ନାମ ଲେଖ। ପ୍ରଗତିବାଦୀ ଯୁଗର ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର 5 ଗୋଟି ଉପନ୍ୟାସର ନାମ ହେଲା ଗୋଟିଏ ପରଜା, ଅମୃତର ସନ୍ତାନ, ମାଟି ମଟାଲ, ଦାନା ପାଣି, ପରିଜନ। ଔପନ୍ୟାସିକ ଗୋପୀନାଥ ମହାନ୍ତି କେଉଁ ଗ୍ରନ୍ଥ ଲାଗି ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ? ନା ଔପନ୍ୟାସିକ ଗୋପୀନାଥ ମହାନ୍ତି ମାଟି ମଟାର ଉପନ୍ୟାସ ଲାଗି ଓଡ଼ିଆ ଭାଷା ସାହିତ୍ୟରେ ପ୍ରଥମେ 1973 ମସିହାରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ। କ'ଣ ପାଇଁ? ମାଟି ମଟାର ପାଇଁ। ଔପନ୍ୟାସିକ ଗୋପୀନାଥ ମହାନ୍ତି ମାଟି ମଟାର ପାଇଁ ଜ୍ଞାନପୀଠ ପୁରସ୍କାର ପାଇଥିଲେ, ଏଇଟା ମନେ ରଖ। ପ୍ରଗତିବାଦୀ ଯୁଗର ଔପନ୍ୟାସିକ କମଳାକାନ୍ତ ଦାସଙ୍କର ଜନ୍ମ କେବେ ଓ ତାଙ୍କ ରଚିତ 5 ଗୋଟି ଉପନ୍ୟାସର ନାମ ଲେଖ। ନା ପ୍ରଗତିବାଦୀ ଯୁଗୀୟ ଔପନ୍ୟାସିକ କମଳାକାନ୍ତ ଦାସ 1906 ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ରଚିତ 5 ଗୋଟି ଉପନ୍ୟାସର ନାମ ହେଉଛି ପ୍ରଥମତଃ ବୋଉ, ସରଦୀ ନାନୀ, ତାପରେ ଭାଉଜ ବୋହୂ, ମଣିଷର ଦାବି, ଆଉ ଗୋଟେ ସହର ଆଉ ମଫସଲ। ଫକୀରମୋହନଙ୍କର ମାମୁଁ ଉପନ୍ୟାସକୁ କିଏ ନାଟ୍ୟ ରୂପ ପ୍ରଦାନ କରିଛନ୍ତି? ଫକୀରମୋହନଙ୍କର ମାମୁଁ ଉପନ୍ୟାସକୁ ନାଟ୍ୟକାର ରାମଚନ୍ଦ୍ର ମହାପାତ୍ର ନାଟ୍ୟ ରୂପ ପ୍ରଦାନ କରିଛନ୍ତି। ରଘୁ ଅରକ୍ଷିତ ଓ ସୁଦାମା ନାଟକ କେଉଁ ନାଟକଙ୍କର ରଚନା? ନା ରଘୁ ଅରକ୍ଷିତ ଆଉ ସୁଦାମା ନାଟକ ନାଟକାର ରାମଚନ୍ଦ୍ର ମହାପାତ୍ରଙ୍କର ରଚନା। ପ୍ରଗତି ଯୁଗରେ ଔପନ୍ୟାସିକ ଚନ୍ଦ୍ରମଣି ଦାସ ଡିଟେକ୍ଟିଭ ଉପନ୍ୟାସ ରଚନା କରିଥିଲେ। ଚନ୍ଦ୍ରମଣି ଦାସଙ୍କର 5 ଗୋଟି ଡିଟେକ୍ଟିଭ ଉପନ୍ୟାସର ନାମ ଲେଖ। ଔପନ୍ୟାସିକ ଚନ୍ଦ୍ରମଣି ଦାସଙ୍କର 5 ଗୋଟି ଡିଟେକ୍ଟିଭ ଉପନ୍ୟାସ ହେଲା ମାୟାପୁରୀ, ନଳବଳି, ହାଇଫେନ୍, ପ୍ରେତପୁରୀର ଗନ୍ତାଘର, ମାଲିକ ଝିଅ ଗୌରୀ। ପ୍ରଗତି ଯୁଗର ଶିଶୁ ସାହିତ୍ୟିକ ରୂପରେ କାହାକୁ ଗ୍ରହଣ କରାଯାଏ? ତାଙ୍କର ଶିଶୁ ସାହିତ୍ୟ ସଂକଳନ କ'ଣ? ନା ପ୍ରଗତି ଯୁଗର ଶିଶୁ ସାହିତ୍ୟିକ ରୂପ ଉପେନ୍ଦ୍ର ତ୍ରିପାଠୀକୁ ଗ୍ରହଣ କରାଯାଏ। ତାଙ୍କର ଶିଶୁ ସାହିତ୍ୟ ସଂକଳନ ହେଉଛି ହସ ଚାଙ୍ଗୁଡ଼ି, ଘଣ୍ଟି ଗୁଡ଼ିକ, ତାପରେ କୋଶିକା କୋଡ଼ି। ପ୍ରଗତି ଯୁଗର ଶିଶୁ ସାହିତ୍ୟିକ ରୂପ ଉପେନ୍ଦ୍ର ତ୍ରିପାଠୀକୁ ଗ୍ରହଣ କରାଯାଏ। ତାଙ୍କର ଶିଶୁ ସାହିତ୍ୟ ସଂକଳନ ହେଉଛି ହସ ଚାଙ୍ଗୁଡ଼ି, ଘଣ୍ଟି ଘାଗୁଡ଼ି ଓ କୋଶିକା କୋଡ଼ି ଇତ୍ୟାଦି। ଯୁଗର ଜଣେ ସଫଳ ଗାଳ୍ପିକ ଓ ଔପନ୍ୟାସିକ ଜଣେ ପରିଚିତ ଜୀଅନ୍ତା ମଣିଷର ଉପନ୍ୟାସିକ କିଏ? ପ୍ରଗତି ଯୁଗର ଜଣେ ସଫଳ ଗାଳ୍ପିକ ଓ ଔପନ୍ୟାସିକ ରୂପେ ପରିଚିତ ଜୀଅନ୍ତା ମଣିଷ ଉପନ୍ୟାସର ଉପନ୍ୟାସିକ ହେଉଛନ୍ତି ନିତ୍ୟାନନ୍ଦ ମହାପାତ୍ର। ଗାଳ୍ପିକ ନିତ୍ୟାନନ୍ଦ ମହାପାତ୍ରଙ୍କର 5 ଗୋଟି ଗଳ୍ପ ସଂକଳନ ନାମ ଲେଖ। ଗାଳ୍ପିକ ନିତ୍ୟାନନ୍ଦ ମହାପାତ୍ରଙ୍କର 5 ଗୋଟି ଗଳ୍ପ ସଂକଳନ ନାମ ହେଲା 11ଟା, କ୍ଷଣିକା, ଧରାଗାଈ, କଳାଗାଈ ଓ କାରଡ଼ଳି। ଏହି 5 ଗୋଟି କବିତା ସଂକଳନ କାହାର? ନା ନିତ୍ୟାନନ୍ଦ ମହାପାତ୍ରଙ୍କର। ପ୍ରଗତି ଯୁଗର ଗାଳ୍ପିକ ଅନନ୍ତ ପ୍ରସାଦ ପଣ୍ଡାଙ୍କର 3 ଗୋଟି ଗଳ୍ପ ସଂକଳନ ନାମ ଲେଖ। ପ୍ରଗତି ଯୁଗର ଗାଳ୍ପିକ ଅନନ୍ତ ପ୍ରସାଦ ପଣ୍ଡାଙ୍କର 3 ଗୋଟି ଗଳ୍ପ ସଂକଳନ ନାମ ହେଲା ଗୋଟେ ତୃଣଗୁଚ୍ଛ ସଭ୍ୟତାର ତଳେ ଆଉ ଗୋଟେ ବାରମାତା। ଅନନ୍ତ ପ୍ରସାଦ ପଣ୍ଡାଙ୍କର 3 ଗୋଟି ଉପନ୍ୟାସ ନାମ ଲେଖ। ଅନନ୍ତ ପ୍ରସାଦ ପଣ୍ଡାଙ୍କର 3 ଗୋଟି ଉପନ୍ୟାସ ନାମ ହେଲା ନୂଆ ଦୁନିଆ, ଭାଗ୍ୟଚନ୍ଦ୍ର ଓ ମୁକ୍ତ ଆକାଶର ବିହଙ୍ଗ। ଗୋବର ଗୋଟେଇ, ତାପରେ ବାଳାଙ୍ଗା ଉପନ୍ୟାସ, ବାଳାଙ୍ଗୀ ଉପନ୍ୟାସ ଦୁଇଟିର ଔପନ୍ୟାସିକ କିଏ? ପ୍ରଗତି ଯୁଗର ରଚିତ ଗୋବର ଗୋଟେଇ ଓ ବାଳାଙ୍ଗୀ ଉପନ୍ୟାସ ଦୁଇଟିର ଉପନ୍ୟାସିକ ହେଉଛନ୍ତି ଚକ୍ରଧର ମହାପାତ୍ର। ଗୋବର ଗୋଟେଇ, ଚକ୍ରଧର ମହାପାତ୍ର। ଚକ୍ରଧର ମହାପାତ୍ରଙ୍କର ବିଶିଷ୍ଟ ଗବେଷଣାତ୍ମକ ଗ୍ରନ୍ଥର ନାମ କ'ଣ? ଚକ୍ରଧର ମହାପାତ୍ରଙ୍କର ବିଶିଷ୍ଟ ଗବେଷଣାତ୍ମକ ଗ୍ରନ୍ଥର ନାମ ହେଲା କୁନ୍ତରା କୁମାରୀ ଜୀବନ ଚରିତ। ଚକ୍ରଧର ମହାପାତ୍ର କେଉଁ ଗ୍ରନ୍ଥରେ ପଲ୍ଲୀ ଗୀତ ଗୁଡ଼ିକୁ ସଂଗ୍ରହ କରିଛନ୍ତି? ଚକ୍ରଧର ମହାପାତ୍ର ଉତ୍କଳର ଗାଉଁଲି ଗୀତ ଓ ଶୀର୍ଷକ ଗ୍ରନ୍ଥରେ ପଲ୍ଲୀ ଗୀତ ଗୁଡ଼ିକୁ ସଂଗ୍ରହ କରିଥିବାର ଜଣାଯାଏ। ରଡ଼ଙ୍ଗବକ୍ସି ଉପନ୍ୟାସ କାହାର ରଚନା? ରଡ଼ଙ୍ଗବକ୍ସି ଉପନ୍ୟାସ ଔପନ୍ୟାସିକ ଚକ୍ରଧର ମହାପାତ୍ରଙ୍କର ରଚନା। ପ୍ରଗତି ଯୁଗର କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର 5 ଗୋଟି କବିତା ସଂଗ୍ରହ ନାମ ଲେଖ। ପ୍ରଗତି ଯୁଗର କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର 5 ଗୋଟି କବିତା ସଂଗ୍ରହ ନାମ ହେଲା ଆହୁତି, ଅଗ୍ନିଶଙ୍କ ଆଉ ଗୋଟେ ରୂପାୟନ, ସାଧକର ସ୍ୱପ୍ନ, ଆତ୍ମଲିପି। ପ୍ରଗତିବାଦୀ ଔପନ୍ୟାସିକ ରାମପ୍ରସାଦ ସିଂହଙ୍କର ଛିନ୍ନମସ୍ତା ଉପନ୍ୟାସ କେଉଁ ପ୍ରସଙ୍ଗରେ ଭିତ୍ତି କରି ରଚିତ?
प्रगतिवादी औपन्यासिक रामप्रसाद सिंहଙ୍କର छिन्नमस्ता उपन्यास ओडिशार देश मिश्रण आंदोलन को भित्ति करी रचित। प्रगतिवादी औपन्यासिक रामप्रसाद सिंहଙ୍କର पूजार पड़ी उपन्यासटी केउं कविଙ୍କର केउं प्रसंग को केंद्र करी रचित। प्रगतिवादी औपन्यासिक रामप्रसाद सिंहଙ୍କର पूजार बड़ी उपन्यासटी 1930 मसीह गांधीଙ୍କର लवण सत्याग्रह को केंद्र कर रचित होइछि। प्रगति युगर कवि और औपन्यासिक ज्ञानेन्द्र वर्माଙ୍କର 5 गोटी कृतिर नाम लेख। प्रगति युगर कवि और औपन्यासिक ज्ञानेन्द्र वर्माଙ୍କର 5 गोटी कृति हेउछि कलरई फूल, एक रात्रि, तापर 2टी सूर्यर जीवनी, लालगड़ा उपन्यास, शताब्दीर स्वप्न भंग उपन्यास। राजकिशोर रायଙ୍କର प्रथम कविता संग्रह नाम कौन ना यह केबे प्रकाशित होइतिला। राजकिशोर रायଙ୍କର प्रथम कविता संग्रह नाम होची दीपावली। यह 1935 मसीह प्रकाशित होइतिला। प्रगति युगर गार्भिक औपन्यासिक राजकिशोर पट्टनायकଙ୍କର 5 गोटी रचनार नाम लेख। प्रगति युगर गार्भिक औपन्यासिक राजकिशोर पट्टनायकଙ୍କର 5 गोटी रचनार नाम होची सिंदूर गाई, कजरगार, तापर भसा मेघ, आ गोटे प्रेमिकर डायरी, तुठ पत्थर। प्रगति युगर नाटककार मानकर नाम कौन। प्रगति युगर नाटककार मान हेले रामचंद्र महापात्र, प्राणबंधु करा और सत्यनारायण पंडा। क्यों माने प्रगति युगर गद्य लेखक समालोचक ना उदयनाथ षडंगी, कपिलेश्वर दास, श्रद्धाकर सुपकार, चिंतामणि आचार्य, जयकृष्ण मिश्र, गोलक बिहारी धड़, तापर डॉक्टर सदाशिव मिश्र, चिंतामणि दास, प्रोफेसर डॉक्टर कानुचरण मिश्र, अध्यापक गौरी कुमार ब्रह्मा, डॉक्टर नटवर सामंतराय, श्रीहर्ष मिश्र, डॉक्टर वंशीधर महांती, डॉक्टर गोपाल चंद्र मिश्र होउछन्ति प्रगति युगर गद्य लेखक और समालोचक गण। विनोद चंद्र कानूनगो प्रगति युगर केउं साहित्यिक रूप में परिचित। विनोद कानूनगो प्रगति युगर शिशु साहित्यिक रूप में परिचित। ज्ञानमंडल संकलन और संपादक किए। ज्ञानमंडल संकलन संपादक होउछन्ति प्रगति युगर शिशु साहित्यिक और गद्य लेखक विनोद कानूनगो। डॉक्टर वंशीधर महांतीଙ୍କର गवेषणा ग्रंथर नाम कौन। डॉक्टर वंशीधर महांतीଙ୍କର गवेषणामूलक ग्रंथर नाम होउछि ओडिशार नाथ धर्म और नाथ साहित्य। दुईटा अच्छे, गोटे नाथ धर्म और गोटे नाथ साहित्य। तो क्लास केमती लगुच कमेंट माध्यम कहतु। धन्यवाद।